ମୁଁ ଆଜି ଆପଣମାନଙ୍କ ପାଇଁ ବ୍ୟାଚଲର ଷ୍ଟାଇଲର ଚିଲି ପନିର ନେଇକି ଆସିଛି, ଯାହାକୁ ଆମେ ବହୁତ ଜଲ୍ଦି ଏବଂ ବହୁତ ଫଟାଫଟ ବନେଇକି ରେଡ଼ି କରିବା। ଆପଣ ଏହାକୁ ପୁରୀ, ପରଟା, ରୁଟି କିମ୍ବା ଏମିତିକା ସନ୍ଧ୍ୟା ସ୍ନାକ୍ସରେ ବି ଖାଇକି ଏନ୍ଜୟ କରିପାରିବେ। ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲ ବେକ୍ ଆଣ୍ଡ କୁକ୍ ବାଇ ସିନୁକୁ ଅନେକ ଅନେକ ସ୍ୱାଗତ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି, ଦୟାକରିକି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ନିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍ ବଟନଟିକୁ ପ୍ରେସ୍ କରନ୍ତୁ। ତାହେଲେ ଆଗକୁ ଆପଣଙ୍କୁ ମୋର ନ୍ୟୁ ଭିଡ଼ିଓର ନୋଟିଫିକେସନ୍ ମିଳିଯିବ। ତାହେଲେ ଚାଲନ୍ତୁ ଜମା ଡେରି ନ କରିକି ଆମେ ଏହି ରେସିପିଟିକୁ ବନେଇବା ଷ୍ଟାର୍ଟ କରିବା। ମୁଁ ଏଠି ଗୋଟେ ବଡ଼ ସାଇଜ୍ର ଟମାଟୋକୁ ଏବଂ ପିଆଜକୁ ଆଉ ରସୁଣ, କଞ୍ଚା ଲଙ୍କାକୁ ଏଇଭଳିଆ ଭାବେ କାଟିକି ନେଇଛି ଏବଂ ଦୁଇଟି କ୍ୟାପ୍ସିକମ୍କୁ ମଧ୍ୟ କ୍ୟୁବ୍ ସାଇଜ୍ରେ କାଟିକି ନେଇଛି। ତାପରେ ଆମେ ଏଠି ପନିର 200 ଗ୍ରାମକୁ କ୍ୟୁବ୍ ସାଇଜ୍ରେ କାଟିକି ନେଇ ନେବା। ଆଉ କର୍ଣ୍ଣଫ୍ଲୋର ଆମେ ଏଠି ଦେଇଦେବା 1 ଚାମଚ। ଆଉ ଆମେ ଲଙ୍କା ଗୁଣ୍ଡ ଦେଇଦେବା ଏଠି ହାଫ୍ ଟି ସ୍ପୁନ୍। ଆଉ ଏଇସବୁକୁ ଆମେ ଭଲ ଭାବରେ ଗୋଳେଇକିରି ନେଇ ନେବା, ଯେମିତି ଲଙ୍କା ଏବଂ କର୍ଣ୍ଣଫ୍ଲୋରର ଗୋଟେ କୋଟିଂ ପନିର ଉପରେ ଚଢ଼ିଯିବ, ମାନେ ହାଲକା ପତଲା କୋଟିଂ ଆମେ ୟାକୁ କରିବା। ତାପରେ ଦେଖନ୍ତୁ ମୁଁ ପ୍ୟାନ୍ରେ ରିଫାଇଣ୍ଡ ଅଏଲ୍ ପାଖାପାଖି 2 ଟିସ୍ପୁନ୍ ଗରମ କରିକି ନେଇଛି। ତାପରେ ପନିର ଗୁଡ଼ିକ ଆମେ ଏଠି ଛାଡ଼ିଦେବା ଫ୍ରାଏ ହେବା ପାଇଁ। ତ ପନିର ଦେଲା ପରେ ଆମେ କ'ଣ କରିବା ନା ଆକୁ ଟିକେ ଏପଟ ସେପଟ କରିନେବା ଆଉ ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଲା ଯାଏଁ ଆକୁ ଫ୍ରାଏ କରିକି ନେଇ ନେବା। ବର୍ତ୍ତମାନ ଦେଖନ୍ତୁ ଏଠି ଧୀରେ ଧୀରେ ଗୋଲ୍ଡେନ୍ ବ୍ରାଉନ୍ ହେଇ ଆସିଛି। ତ ଆମେ ଆକୁ କ'ଣ କରିବା ନା ଗୋଟେ ପ୍ଲେଟ୍କୁ କାଢ଼ି ନେବା। ଆଉ କାଢ଼ି ନେଲା ପରେ ସେଇ ସେମ୍ ପ୍ୟାନ୍ରେ ଆମେ କ'ଣ କରିବା ନା ଯେଉଁ ରସୁଣ ଛୋଟ ଛୋଟ କରି କାଟିକି ରଖିଥିଲେ ସେ ରସୁଣକୁ ଦେଇଦେବା। ତାପରେ କଞ୍ଚା ଲଙ୍କା ଯେଉଁ 2ଟା କାଟିକି ରଖିଥିଲେ ତାକୁ ମଧ୍ୟ ଦେଇଦେବା। ଆଉ ଆକୁ ହାଲକା ଟିକେ ଭାଜିକି ନେଲା ପରେ ଆମେ କ'ଣ କରିବା ନା ଏଠି ଯେଉଁ ପିଆଜ ଏବଂ ଟମାଟୋକୁ କ୍ୟୁବ୍ ସାଇଜ୍ରେ କାଟିକି ରଖିଥିଲେ ସେଗୁଡ଼ିକ ମଧ୍ୟ ଏଥିରେ ଦେଇଦେବା। ଆଉ ଦେଲା ପରେ କ'ଣ କରିବା, ଯେଉଁ କ୍ୟାପ୍ସିକମ୍ ମଧ୍ୟ କାଟିକି ରଖିଥିଲେ ତାକୁ ମଧ୍ୟ ଏଠି ଦେଇଦେବା। ଆଉ ଏଇସବୁକୁ ଟିକେ ହାଇ ଫ୍ଲେମ୍ରେ ଆମେ ହାଲକା କଲର୍ ଚେଞ୍ଜ ହେବା ଯାଏଁ ଭାଜି ନେବା, ମାନେ ଟିକେ ସ୍ମୋକି ଫ୍ଲେଭର ଦେଲା ଭଳିଆ କରିକି ୟାକୁ ଭାଜି ନେବା, ଯେମିତି ପିଆଜ, ଟମାଟୋ, କ୍ୟାପ୍ସିକମ୍ର କ୍ରଞ୍ଚିନେସ୍ଟା ମାନେ ଠିକ୍ ରହିବ। ଏହା ବିଲକୁଲ ବି ନରମ ହେବନି, ସେଇଭଳିଆ ଭାବେ ଆମେ ୟାକୁ ଭାଜିକିରି ନେଇ ନେବା। ତାପରେ ଦେଖନ୍ତୁ ଏବେ ମୋର ଏଠି ଭାଜିଗଲା ପରେ ମୁଁ ଏଠି ସୋୟା ସସ୍ ପାଖାପାଖି 1 ଟିସ୍ପୁନ୍ ଦେଇଦେଇଛି। ଆଉ ଗ୍ରୀନ୍ ଚିଲି ସସ୍ ମଧ୍ୟ 1 ଟିସ୍ପୁନ୍ ଦେଇଦେଇଛି। ଆଉ ରେଡ୍ ଚିଲି ସସ୍ ମଧ୍ୟ 1 ଟିସ୍ପୁନ୍ ଏଠି ଦେଇଦେଇଛି। ଆଉ ଟମାଟୋ ସସ୍ ମୁଁ ଏଠି 1 ଟେବୁଲ୍ ସ୍ପୁନ୍ ଆଡ଼୍ କରି ନେଇଛି। ତାପରେ ଆମେ ଏଠି 1 ଟିସ୍ପୁନ୍ ଭିନେଗାର ମଧ୍ୟ ଦେଇଦେବା, ହ୍ୱାଇଟ୍ ଭିନେଗାର। ତାପରେ ଆମେ ଏଠି କିଛି ଲଙ୍କା ଗୁଣ୍ଡ ଦେବା ପାଖାପାଖି ହାଫ୍ ଟିସ୍ପୁନ୍। ତାପରେ ଲୁଣ ମୁଁ ଏଠି 1/4 ଟିସ୍ପୁନ୍ ଦେଇଦେଇଛି। ତ ଲୁଣ ବେଶୀ ଦେବାନି, ତ ଯେତିକି ଦରକାର ଆମର ସେଇ ହିସାବରେ, ମାନେ ପରିବା ପାଇଁ ଯେତିକି ଲୁଣ ଦରକାର ଆମେ ସେତିକି ହିଁ ଲୁଣ ଏଠି ବ୍ୟବହାର କରିବା। ତାପରେ ଏହାକୁ ଆମେ କ'ଣ କରିବା ନା ହାଇ ଫ୍ଲେମ୍ କରିକି ଟିକେ ଭାଜି ନେବା। ତାପରେ ଆମେ ଏଠି ଚିନି ଦେଇଦେବା 1 ଟିସ୍ପୁନ୍। ଚିନି ଦେଲେ ଏଇଟା ବହୁତ ବଢ଼ିଆ ଭାବେ ବାଲାନ୍ସ ହେଇଯାଏ। ତ ଯେହେତୁ ଆମେ ଏଠି ଟମାଟୋ ସସ୍, ସୋୟା ସସ୍ ଆଡ଼୍ କରିଛେ, ତ ଏଠି ଆପଣ ଟିକେ ହାଲକା ଚିନି ଦେଲେ ଏଇଟା ବହୁତ ବଢ଼ିଆ ଭାବେ ବାଲାନ୍ସ ହେଇଯିବ। ଆଉ ଏସବୁକୁ ଦେଲା ପରେ କ'ଣ କରିବା ନା ଆମେ ଏହାକୁ ଗୋଟେ ଥର ଭାଜି ନେବା। ତାପରେ ଦେଖନ୍ତୁ ମୁଁ ଗୋଟେ ଜାଗାରେ ଏଠି ପାଖାପାଖି 1.5 ଟିସ୍ପୁନ୍ ମୁଁ ଦେଇଦେଇଛି କର୍ଣ୍ଣଫ୍ଲୋର ପାଉଡ଼ର। ତାପରେ ଆମେ ଏଠି ପାଣି ଆଡ଼୍ କରିଦେବା ପାଖାପାଖି 1 ଛୋଟ କପ୍। ଆଉ ପାଣି ଦେଲା ପରେ ଆମେ କ'ଣ କରିବା ନା ଏହାକୁ ଭଲ ଭାବରେ ମିକ୍ସ କରିକି ନେଇ ନେବା, ଯେମିତି ଏଥିରେ କିଛି ଲମ୍ପସ୍ ରହିବନି। ବର୍ତ୍ତମାନ ଦେଖନ୍ତୁ ମୋର ଏଠି କର୍ଣ୍ଣଫ୍ଲୋର ଏବଂ ପାଣିର ଘୋଳଟି ବନିକି ରେଡ଼ି ହେଇଯାଇଛି। ତ ଆମେ ଯେଉଁ ପରିବା ଭାଜିକି ରଖିଥିଲେ ତା ଉପରେ ଆମେ ଏଇ ପାଣିଟି ଦେଇଦେବା। ଆଉ ଦେଲା ପରେ ଏହାକୁ ଫ୍ଲେମ୍ ହାଇ କରି ନେଇକି ଆମେ ଏହାକୁ ଏପଟ ସେପଟ କରିକି ମିଶାଇ ନେବା। ଯେତେବେଳେ ଏଇ ମାନେ ଗ୍ରେଭିଟା ଟିକେ ଥିକ୍ ହେଇ ଆସିବ, ତ ଦେଖିବେ ଧୀରେ ଧୀରେ ଆର କଲର୍ ମଧ୍ୟ ଚେଞ୍ଜ ହେଇଯିବ। ତାପରେ ଆମେ କ'ଣ କରିବା ନା ଯେଉଁ ପନିର ରଖିଥିଲେ ଆମେ ଭାଜିକିରି, ସେ ପନିରଟି ମଧ୍ୟ ଆମେ ଏଠି ଆଡ଼୍ କରି ନେବା। ବର୍ତ୍ତମାନ ଦେଖନ୍ତୁ ମୁଁ ପନିର ଆଡ଼୍ କରିନେଲା ପରେ ଆମେ ଗ୍ୟାସ୍ର ଫ୍ଲେମ୍କୁ ସ୍ଲୋ କରିନେବା। ଆଉ ଏହାକୁ ବହୁତ ବଢ଼ିଆ ଭାବେ ଆ ସାଙ୍ଗରେ ମିକ୍ସ କରିକି ନେଇ ନେବା। ବର୍ତ୍ତମାନ ଦେଖନ୍ତୁ ଏଇଠି ବଢ଼ିଆ ଭାବେ ମିକ୍ସ ହେଇଗଲାଣି ଏବଂ ଆମର ଗ୍ରେଭି ମଧ୍ୟ ପୁରାପୁରି ଡ୍ରାଏ ହେଇ ଆସିଲାଣି। ଆପଣ ଚାହିଁଲେ ଆଉ ଟିକେ ପାଣି ଏବଂ କର୍ଣ୍ଣଫ୍ଲୋର ଘୋଳ ଦେଲେ ଏଇଟା ଟିକେ ବେଶୀ ଗ୍ରେଭି ରହିଯିବ, କିନ୍ତୁ ଆକୁ ଆମେ ଯେହେତୁ ଡ୍ରାଏ ବାଲା ବନାଉଛେ ତ ଆମେ ଏମିତି ହିଁ ଆକୁ ରଖିବା। ତ ବର୍ତ୍ତମାନ ଦେଖନ୍ତୁ ଏଇଟା ଆମର ହେଇଗଲାଣି। ତ ଆମେ ଏଠି ଏବେ କ'ଣ କରିବା ନା ହ୍ୱାଇଟ୍ ରାଶି ଆଡ଼୍ କରିବା। ମୁଁ ଏଠି ପାଖାପାଖି 1.5 ଟିସ୍ପୁନ୍ ହ୍ୱାଇଟ୍ ରାଶି ଆଡ଼୍ କରୁଛି। ଏଇଟା ଟୋଟାଲି ଅପସନାଲ୍, ଆପଣ ଚାହିଁଲେ ଏହାକୁ ସ୍କିପ୍ ମଧ୍ୟ କରିପାରିବେ। ଆଉ ଯଦି ଆପଣଙ୍କ ପାଖେ ସ୍ପ୍ରିଙ୍ଗ ଓନିଅନ୍ ଅଛି ନା ତାକୁ ମଧ୍ୟ ଛୋଟ ଛୋଟ କରିକି ଆଡ଼୍ ମଧ୍ୟ କରିପାରିବେ। ଆଉ ଏଇସବୁକୁ ଦେଲା ପରେ ମୁଁ କ'ଣ କରୁଛି ନା ଆକୁ ଗୋଟେ ଥର ଭଲ ଭାବରେ ମିକ୍ସ କରିକି ନେଇ ନେଉଛି। ବର୍ତ୍ତମାନ ଆମର ଏଇ ବ୍ୟାଚଲର ଷ୍ଟାଇଲ ଚିଲି ପନିର ହେଇକି ରେଡ଼ି ହେଇଯାଇଛି। ଆପଣ ଏହାକୁ ସର୍ଭ କରନ୍ତୁ ଗରମ ଗରମ ରୁଟି, ପୁରୀ କିମ୍ବା ପରଟା ସହିତ।
ମୁଁ ଆଶା କରୁଛି ଆପଣ ସମସ୍ତଙ୍କୁ ମୋର ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଆପଣମାନଙ୍କୁ ମୋର ଭିଡ଼ିଓଟି ପସନ୍ଦ ଆସିଛି ତାହେଲେ ଆପଣଙ୍କର ଭଲ ପାଇବା ଓ ସହଯୋଗ ମୋତେ ଏଇଭଳି ଭାବେ ଦିଅନ୍ତୁ। ମୁଁ ଆଗକୁ ଆପଣମାନଙ୍କ ପାଇଁ ଆହୁରି ନୂଆ ନୂଆ ଭିଡ଼ିଓ ନେଇକି ଆସିପାରିବି। ସେ ପର୍ଯ୍ୟନ୍ତ ରହିଲି। ନମସ୍କାର, ଧନ୍ୟବାଦ।